ଦଳ ପାଇଁ ଖେଳୁଥିଲେ, କିନ୍ତୁ ଘରେ ଭାଙ୍ଗି ପଡ଼ିଥିଲା ଦୁଃଖର ପାହାଡ଼। ଭାରତୀୟ କ୍ରିକେଟର ରିଙ୍କୁ ସିଂ ପରିବାରରେ ଘଟିଛି ଏକ ବଡ଼ ଦୁଃଖଦ ଘଟଣା। ଭାରତୀୟ ବ୍ୟାଟର ରିଙ୍କୁ ସିଂଙ୍କ ପିତା ଖାଞ୍ଚନ ସିଂ ଦେହାନ୍ତ ହୋଇଛି। ଏହି ଦୁଃଖଦ ଖବରକୁ ନେଇ ପୂର୍ବତନ ସ୍ପିନର ହରଭଜନ ସିଂ ଏକ୍ସ ଟ୍ୱିଟରରେ ପୋଷ୍ଟ କରି ରିଙ୍କୁଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ହରଭଜନ ଲେଖିଛନ୍ତି, ରିଙ୍କୁ ଦଳ ପାଇଁ ସବୁବେଳେ ନିଷ୍ଠାବାନ ରହିଛନ୍ତି, କିନ୍ତୁ ଏହା ତାଙ୍କ ପାଇଁ ଏକ ଖୁବ୍ କଠିନ ସମୟ। ଖାଞ୍ଚନ ସିଂ କର୍କଟ ରୋଗରେ ପୀଡ଼ିତ ଥିଲେ ଏବଂ ନୋଏଡାର ଯଥାର୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। 2 ଦିନ ପୂର୍ବରୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଚେନ୍ନାଇରେ ଦଳ ସହ ଥିବା ରିଙ୍କୁ ଘରକୁ ଫେରିଥିଲେ। ପିତାଙ୍କୁ ଦେଖି ପୁଣି ଦଳ ସହ ଯୋଗ ଦେଇଥିଲେ ରିଙ୍କୁ, କିନ୍ତୁ ଶୁକ୍ରବାର ପିତାଙ୍କ ଦେହାନ୍ତ ଖବର ମିଳିବା ପରେ ସେ ପୁଣି ଉତ୍ତରପ୍ରଦେଶର ଆଲିଗଡ଼ରେ ଥିବା ନିଜ ଘରକୁ ଫେରିଯାଇଛନ୍ତି। ପିତାଙ୍କ ଅନ୍ତିମ ସତ୍କାର ପରେ ସେ ପୁଣିଥରେ ଭାରତୀୟ ଦଳକୁ ଯୋଗଦେବେ ବୋଲି ସମ୍ଭାବନା ରହିଛି। ଏହି କଠିନ ସମୟରେ ଆମେ ସମସ୍ତେ ରିଙ୍କୁ ସିଂ ଓ ତାଙ୍କ ପରିବାର ସହ ଅଛୁ। ଆପଣମାନେ ମଧ୍ୟ କମେଣ୍ଟରେ ଓମ୍ ଶାନ୍ତି ଲେଖି ସମବେଦନା ଜଣାନ୍ତୁ।